ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ, ଶୁଭ ସକାଳ। ଆପଣଙ୍କୁ ସ୍ୱାଗତ କରୁଛି ନିର ଓଡ଼ିଆ ଟିଭି କି। ଆସନ୍ତୁ ଆଜି ସକାଳରୁ ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ କରି ପାଖରେ ଥିବା ଅଲ୍ ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଆଇପିଏଲ୍ ରାଜସ୍ଥାନ ରୟାଲ୍ସକୁ 5 ୱିକେଟରେ ହରାଇଲା ଚେନ୍ନାଇ। ମିଳିଥିବା ଖବର ଅନୁଯାୟୀ ଚେନ୍ନାଇ ଏମ୍ସ ଚିନ୍ତାମଣି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୍ 2024ର 61ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ 5 ୱିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍। ରାଜସ୍ଥାନ ଦ୍ୱାରା ରଖାଯାଇଥିବା 442 ରନକୁ ଲକ୍ଷ୍ୟ ଚେନ୍ନାଇ 18.2 ଓଭରରେ 5 ୱିକେଟ ହରାଇ ହାସଲ କରିଥିଲା। ଦଳ ପକ୍ଷରୁ ଋତୁରାଜ ଗାୟକୱାଡ 42 ରନ୍ କରିଥିବା ବେଳେ ରବୀନ୍ଦ୍ର 27 ରନ୍ ଓ ତାମିଲ ମିଚେଲ 22 ରନ୍ କରିଥିଲେ। ଏହି ମ୍ୟାଚ୍ ଚେନ୍ନାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲା। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ମିଶନ ଶକ୍ତି ମହିଳାଙ୍କ ପାଇଁ ଖୁସି ଖବର। ମିଳିଥିବା ଖବର ଅନୁଯାୟୀ ନବୀନ ପୁଣି କ୍ଷମତାକୁ ଆସିଲେ ଏସ୍ଏଚ୍ଜି ମହିଳାଙ୍କୁ ମିଳିବ ପେନ୍ସନ୍। ବିଜେଡି ନିଜ ଇସ୍ତାହାରକୁ ଏଭଳି କହିଥିବା ବେଳେ ନବୀନ ଭିଡିଓ ବାର୍ତ୍ତାରେ ଚର୍ଚ୍ଚା ବିଷୟ ପାଲଟିଛନ୍ତି, ଯାହା ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ପାଇଁ ବୁଷ୍ଟର ଡୋଜ୍ ସଦୃଶ। କିନ୍ତୁ ବିରୋଧୀ ବିଜେପି ପାଇଁ ହୋଇପାରେ କଣ୍ଟା। ଏସ୍ଏଚ୍ଜି ଗ୍ରୁପ ଜରିଆରେ ରାଜ୍ୟର 70 ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରାଯାଇଛି। ବିଭିନ୍ନ ପର୍ଯ୍ୟାୟରେ ବ୍ୟାଙ୍କରୁ ଋଣ ନେଇ ସେମାନେ ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ। ଛୋଟ ଛୋଟ ଉଦ୍ୟୋଗନ ପାଇଁ ଲାଭବାନ ହେଉଛନ୍ତି ମହିଳା। ଆଉ ଏହି କାରଣ ପାଇଁ ମହିଳାଙ୍କୁ ଭୋଟ ବିଜୁ ଜନତା ଦଳକୁ ଆସୁଛି। ଏଥର ମଧ୍ୟ ବିଜେଡି ସୁପ୍ରିମୋ ଏହି ଭୋଟ ବ୍ୟାଙ୍କକୁ ନିଜ ହାତ ମୁଠାକୁ ରଖିବା ପାଇଁ ଚାହୁଁଛନ୍ତି। ବିଜେଡି ନିଜର ଇସ୍ତାହାର ବମ୍ପର ପ୍ୟାକେଜ ଘୋଷଣା କରିଛି। ଷଷ୍ଠ ଥର ଆସିଲେ କିଛି କ୍ଷଣ ମଧ୍ୟରେ ମିଶନ ଶକ୍ତି ମହିଳାଙ୍କୁ ମିଳିବ ପେନ୍ସନ୍। ବିଜୁ ଜନତା ଦଳର ବଳ ମହିଳା ଭୋଟର। ଦୀର୍ଘ 20 ବର୍ଷ ହେବ ବିଜେଡିକୁ ଶକ୍ତି ଯୋଗାଉଛନ୍ତି ମହିଳା ଭୋଟର। ଯେଉଁ କାରଣ ପାଇଁ ଇତିହାସ ରଚି ଚାଲିଛି ବିଜୁ ଜନତା ଦଳ। ମହିଳାମାନଙ୍କୁ ଆତ୍ମନିର୍ଭର ନିଜ କରିବା ପାଇଁ ମୁଖ୍ୟମନ୍ତ୍ରୀ ବହୁତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏବେ ସେମାନଙ୍କୁ ଆଉ ଗୋଟିଏ ପାଦ ମଧ୍ୟ ଆଗକୁ ନେଉଛନ୍ତି ନବୀନ ସରକାର। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। କିଛି ସମୟ ପରେ ଅବସର ନେବେ ଧୋନି, ଟ୍ୱିଟ୍ କରି ବଡ଼ ଘୋଷଣା କଲା ସିଏସ୍କେ। ମିଳିଥିବା ଖବର ଅନୁଯାୟୀ କିଛି ସମୟ ପରେ କିଛି ବଡ଼ ଘୋଷଣା ହେବାକୁ ଯାଉଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲ୍ରେ ଅନେକ କିଛି ଦେଖିବାକୁ ମିଳିଛି। ତେବେ 2ଟି ମ୍ୟାଚ୍ ଥିବା ବେଳେ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ମଧ୍ୟ ହରାଇଛି। ପରବର୍ତ୍ତୀ ମ୍ୟାଚରେ ରୟାଲ ବେଙ୍ଗଲ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଖେଳାଯିବ। ତେବେ ବଡ଼ କଥା ହେଉଛି ପ୍ରଥମ ପୂର୍ବରୁ ସିଏସ୍କେ ଟ୍ୱିଟର ସମ୍ବନ୍ଧୀୟ ହୃଦୟ ସ୍ପର୍ଶ କରିଛି। ମ୍ୟାଚ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗର ଟ୍ୱିଟର ହ୍ୟାଣ୍ଡେଲରେ ଏଭଳି କିଛି ପୋଷ୍ଟ କରାଯାଇଛି ଯାହା ପ୍ରଶଂସକଙ୍କୁ ହୃଦୟ ବିଦାରକ କରିଛି। ସମସ୍ତ ସସ୍ପେନ୍ସ ବଢ଼ା ଦେଇଛି। ଟ୍ୱିଟ୍ କରି ଚେନ୍ନାଇ ସୁପର କିଙ୍ଗ ପକ୍ଷରୁ କୁହାଯାଇଛି କି ମ୍ୟାଚ୍ ପରେ ସମସ୍ତ ସୁପର ଫ୍ୟାନ୍ ଷ୍ଟାଡିୟମ ଉପସ୍ଥିତ ରହିବା ପାଇଁ କିଛି ସ୍ପେଶାଲ ହେବାକୁ ଯାଉଛି। ଟ୍ୱିଟ୍ କରି ଅନୁରୋଧ କରିଛି ସିଏସ୍କେ। ଚେନ୍ନାଇ ସୁପର କିଙ୍ଗ ଚଳିତ ସିଜିନରେ ଶେଷ ଲିଗ୍ ମ୍ୟାଚ୍ ନିଜର ହୋମ୍ ଗ୍ରାଉଣ୍ଡରେ ଖେଳୁଛି। ଆଉ ଦଳ ପକ୍ଷରୁ ଏଭଳି ଘୋଷଣା କରିବା ନିହାତି ଭାବେ ସମସ୍ତଙ୍କୁ ସସ୍ପେନ୍ସ ବଢ଼ାଇ ଦେଇଛି। ଶୁଣିବାକୁ ମିଳୁଛି କି ଭୋଟ ରନ୍ ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍ରୁ ସନ୍ନ୍ୟାସୀ ଘୋଷଣା କରିଛନ୍ତି। ସିଏସ୍କେ ଏଭଳି ପୋଷ୍ଟ ପରେ ଅନେକ ପ୍ରଶଂସକ ଭାବ ବିହ୍ୱଳ ହୋଇ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ମୋଟାପା କ୍ୟାନ୍ସରର ବିପଦ ପାଲଟିପାରେ, ନୂଆ ଅଧ୍ୟୟନରୁ ଖୁଲାସା। ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ ସମୟରେ ଶରୀରର ଓଜନ ବୃଦ୍ଧି ବା ମୋଟାପା ପାଇଁ ଲୋକମାନଙ୍କ ଚିନ୍ତାର କାରଣ ପାଲଟିଛି। ତେବେ ନିମ୍ନରେ ଖାଦ୍ୟପେୟ ଓ ଜୀବନଶୈଳୀ କାରଣରୁ ଲୋକଙ୍କ ଓଜନ ବଢ଼ିବାରେ ଲାଗିଛି। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ମୁତାବକ ମୋଟାପା କାରଣ ସମସ୍ୟା ବଢ଼ିପାରେ। ଏକ ଅଧ୍ୟୟନରୁ ଜଣାପଡ଼ିଛି କି ଅଧିକ ଓଜନ ଯୋଗୁଁ କ୍ୟାନ୍ସର ସଂଖ୍ୟା ଅନେକ ଗୁଣ ବଢ଼ି ଲାଗିଛି। ନିକଟବର୍ତ୍ତୀ ଅଧ୍ୟୟନରେ 4.1 ମିଲିୟନ ପ୍ରତିଯୋଗୀ ସାମିଲ ହୋଇଥିଲେ। ଏହି ନୂଆ ଅଧ୍ୟୟନରୁ ଜଣାପଡ଼ିଛି କି ମୋଟାପା ସମ୍ବନ୍ଧିତ କ୍ୟାନ୍ସରରେ ଏବେ 10 ଜଣରୁ 4 ଜଣଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ଅଧ୍ୟୟନରେ 30 ପ୍ରକାର କ୍ୟାନ୍ସର ମୋଟାପା ସହ ଯୋଡ଼ାଯାଇଛି। ପ୍ରଥମ ମୋଟାପା ସମ୍ବନ୍ଧୀୟ 13 ପ୍ରକାର ବିପଦଜନକ ରୋଗ ହୋଇଥିବା ବେଳେ ଏବେ ଏହି ସଂଖ୍ୟା 32କୁ ହୋଇଯାଇଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ବିଜେପି ଫୋକସରେ ଓଡ଼ିଶା। ଆସନ୍ତା 20ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। କଟକ ଅନୁଗୁଳରେ କରିବେ ସଭା, ପୁରୀରେ କରିବେ ରୋଡ୍ ଶୋ। ମିଳିଥିବା ଖବର ଅନୁଯାୟୀ ଆସନ୍ତା ଜୁନ୍ 20ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁରୀ, ଅନୁଗୁଳ ଓ କଟକ ନିର୍ବାଚନ ପ୍ରଚାର କରିବା ସହ ପୁରୀରେ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏନେଇ ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା। ଚଳିତ ଥର ବିଜେପି ଫୋକସ ରହିଛି ଓଡ଼ିଶା। ପୂର୍ବରୁ ଦଳରେ ତୁଙ୍ଗ ନେତା ଓଡ଼ିଶା ଗସ୍ତ ଆସି ଦଳୀୟ ପ୍ରଚାରରେ ପ୍ରାର୍ଥୀଙ୍କୁ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି 10 ତାରିଖରେ ଭୁବନେଶ୍ୱରରେ ରୋଡ୍ ଶୋ କରିଥିବା ବେଳେ 11ରେ କନ୍ଧମାଳ, ବରଗଡ଼ ଓ ବଲାଙ୍ଗୀର ଜନସଭା ସମ୍ବୋଧନ କରିଥିଲେ।
ଆସନ୍ତା 15 ତାରିଖରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବା ସହ ରାଉରକେଲା, କଣ୍ଟାବାଞ୍ଜି ଓ ଆସ୍କା ଶଗଡ଼ାରେ ହେବାକୁ ଥିବା ଜନସଭାକୁ ସମ୍ବୋଧନ ଯୋଗଦେବେ। ସେହିଭଳି 17 ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରଠାରେ ସଭା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଏନ୍ଏଚପିସି ରିଜ୍ୟୁମେଣ୍ଟ 10ମ ପାସ୍ କରି ଆଇଟିଆଇ କରିଛନ୍ତି। ଏନ୍ଏଚପିସିରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ମିଳିଥିବା ଖବର ଅନୁଯାୟୀ ଯଦି ଆପଣ ଆଇଟିଆଇ ପାସ୍ କରିଛନ୍ତି ଏବଂ ଏନ୍ଏଚପିସିରେ ଲିମିଟେଡ୍ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଖୁସି ଖବର। ଏହି ନିଯୁକ୍ତି ମାଧ୍ୟମରେ ଏନ୍ଏଚପିସିରେ ଆପେଣ୍ଡିକ୍ସ ପଦବୀ ପୂରଣ ହେବ। ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏନେଇ ଉଭୟ ମହିଳା ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ 64ଟି ପଦବୀ ପୂରଣ ହେବ। ଯୋଗ୍ୟ ଆଗ୍ରହୀ ପ୍ରାର୍ଥୀମାନେ ଏନ୍ଏଚପିସିର ଅଫିସିଆଲ ୱେବସାଇଟ୍ nhpcindia.co.in କୁ ଯାଇ ଆପଣ ଆବେଦନ କରିପାରିବେ। ତେବେ ଆବେଦନ ଚାଲିଥିବା ବେଳେ ଶେଷ ତାରିଖ 10 ଜୁନ୍ 2024 ରହିଛି। ଶିକ୍ଷାଗତ ଯୋଗ୍ୟତା ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ 10ମ ପାସ୍ ସମ୍ବନ୍ଧୀୟ ଟ୍ରେଡ୍‌ରେ ଆଇଟିଆଇ ସାର୍ଟିଫିକେଟ୍ ଥିବା ଆବଶ୍ୟକ। ସର୍ବନିମ୍ନ ବୟସ 18 ଓ ସର୍ବାଧିକ 25 ବର୍ଷ ରହିଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଓଡ଼ିଶାକୁ ଆସିବେ ରାହୁଲ ଗାନ୍ଧୀ, ବାଇକ୍ ରାଲିରେ ପ୍ରଚାର କରିବ କଂଗ୍ରେସ ସାଂସଦ। ମିଳିଥିବା ଖବର ଅନୁଯାୟୀ ଆସନ୍ତା ମେ 15 ତାରିଖରେ ଓଡ଼ିଶାରେ କେନ୍ଦ୍ରୀୟ ନେତାର ପଡ଼ିବ ଡେରା। ବିଜେପିର ହେଭିୱେଟ୍ ନେତା କେନ୍ଦ୍ରମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହା ଆସୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଲାଗି ରାହୁଲ ଗାନ୍ଧୀ ଭୋଟ୍ ପ୍ରଚାର କରିବାକୁ ଆସୁଛନ୍ତି। ମେ 15ରେ ବଲାଙ୍ଗୀର ଜନସଭାକୁ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରେ ବାଇକ୍ ରାଲି ସହ ସବୁଠି ପ୍ରଚାର କରି ଭୋଟ୍ ମାଗିବେ। ରାହୁଲଙ୍କ ଏହି ଗସ୍ତକୁ ନେଇ ବଲାଙ୍ଗୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।